Hello, welcome to my channel. Today we will discuss 100 important questions and their answers of ethics and values for semester 1 examination. ଆଜି ଏହି ଭିଡ଼ିଓରେ ମୁଁ 50ଟି କ୍ୱେଶ୍ଚିନ୍ ଏବଂ ତାର ଆନ୍ସର ଡିସ୍କସନ୍ କରିବି। ନେକ୍ସଟ ଭିଡ଼ିଓରେ ଆଉ 50ଟି କ୍ୱେଶ୍ଚିନ୍ ଏବଂ ତାର ଆନ୍ସର ଡିସ୍କସ୍ କରିବି। ତେଣୁ ଆସନ୍ତୁ ଆରମ୍ଭ କରିବା ଆଜିର ଭିଡ଼ିଓଟି। କ୍ୱେଶ୍ଚିନ୍ ନମ୍ବର 1, ହ୍ୱାଟ୍ ଇଜ୍ ଦ ବେସିକ୍ ଏମ୍ ଅଫ୍ ଏଜୁକେସନ୍? ଶିକ୍ଷାର ମୂଳ ଲକ୍ଷ୍ୟ କ'ଣ? ଆନ୍ସର ଇଜ୍ ବେସିକ୍ ଏମ୍ ଅଫ୍ ଏଜୁକେସନ୍ ଇଜ୍ ଅଲରାଉଣ୍ଡ ଡେଭଲପମେଣ୍ଟ ଅଫ୍ ଆନ୍ ଇଣ୍ଡିଭିଜୁଆଲ, ଦ୍ୟାଟ୍ ଇଜ୍ ମେଣ୍ଟାଲ ଆଜ୍ ୱେଲ୍ ଆଜ୍ ମୋରାଲ ଡେଭଲପମେଣ୍ଟ। ଶିକ୍ଷାର ମୂଳ ଲକ୍ଷ୍ୟ ହେଉଛି ଏକ ବ୍ୟକ୍ତି ବିଶେଷର ସାମୂହିକ ବିକାଶ, ଯାହାକି ଉଭୟ ମାନସିକ ବିକାଶ ଏବଂ ନୈତିକତା ବିକାଶକୁ ବୁଝାଉଛି। କ୍ୱେଶ୍ଚିନ୍ ନମ୍ବର 2, ହ୍ୱାଟ୍ ଟାଇପ୍ ଅଫ୍ ଏଜୁକେସନ୍ ଇଜ୍ ଏଥିକ୍ସ ଆଣ୍ଡ ଭ୍ୟାଲୁଜ୍? ନୈତିକତା ଓ ମୂଲ୍ୟବୋଧ କେଉଁ ପ୍ରକାର ଶିକ୍ଷା ଅଟେ? ଆନ୍ସର ଇଜ୍ ଏଥିକ୍ସ ଆଣ୍ଡ ଭ୍ୟାଲୁଜ୍ ଇଜ୍ ମୋରାଲ ଏଜୁକେସନ୍। ନୈତିକତା ଓ ମୂଲ୍ୟବୋଧ ନୈତିକ ଶିକ୍ଷା ଅଟେ। କ୍ୱେଶ୍ଚିନ୍ ନମ୍ବର 3, ହ୍ୱାଟ୍ ଡଜ୍ ମୋରାଲ ଏଜୁକେସନ୍ ପ୍ରମୋଟ୍? ନୈତିକ ଶିକ୍ଷା କ'ଣ ପ୍ରୋତ୍ସାହନ କରିଥାଏ? ଆନ୍ସର ଇଜ୍ ମୋରାଲ ଏଜୁକେସନ୍ ପ୍ରମୋଟ୍ସ ଏଥିକ୍ସ ଆଣ୍ଡ ଭ୍ୟାଲୁଜ୍ ଇନ୍ ଷ୍ଟୁଡେଣ୍ଟସ୍, influences the social thinking of the individual and makes one distinguish between what is right and what is wrong. ନୈତିକ ଶିକ୍ଷା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ନୈତିକତା ଓ ମୂଲ୍ୟବୋଧର ବିକାଶ କରିଥାଏ। ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଚିନ୍ତାଧାରାର ସାମାଜିକ ଚିନ୍ତାଧାରାର ବିକାଶ କରିଥାଏ ଏବଂ ଜଣକୁ କ'ଣ ଠିକ୍ ଏବଂ କ'ଣ ଭୁଲ ଜାଣିବାରେ ସହାୟକ ହୋଇଥାଏ। କ୍ୱେଶ୍ଚିନ୍ ନମ୍ବର 4, ମେନସନ୍ ଏନି ଫ୍ୟାକ୍ଟର ହ୍ୱିଚ୍ ୟୁ ଫିଲ୍ ଇଜ୍ ରେସ୍ପନ୍ସିବୁଲ୍ ଫର୍ ଦ ଡିଗ୍ରେଡେସନ୍ ଅଫ୍ ଭ୍ୟାଲୁଜ୍ ଇନ୍ ସୋସାଇଟି? ସମାଜରେ ମୂଲ୍ୟବୋଧର ଅବନତି ପାଇଁ ଯେଉଁ ସବୁ କାରକ ଗୁଡ଼ିକ ଦାୟୀ ତାହା ଉଲ୍ଲେଖ କର। ଆନ୍ସର ଇଜ୍ ଦ ଫ୍ୟାକ୍ଟର୍ସ ହ୍ୱିଚ୍ ଆର୍ ରେସ୍ପନ୍ସିବୁଲ୍ for the degradation of values in society are gender inequality, lack of sensitivity among students towards women, and lack of moral education in students. ସମାଜରେ ମୂଲ୍ୟବୋଧର ଅବନତି ପାଇଁ ଯେଉଁ ସବୁ କାରକ ଗୁଡ଼ିକ ଦାୟୀ ସେଗୁଡ଼ିକ ହେଲା ଲିଙ୍ଗଗତ ଅସମାନତା, ସମାଜରେ ନାରୀମାନଙ୍କ ପ୍ରତି ସମ୍ବେଦନଶୀଳତାର ଅଭାବ ଏବଂ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ନୈତିକ ଶିକ୍ଷାର ଅଭାବ। କ୍ୱେଶ୍ଚିନ୍ ନମ୍ବର 5, ରାଇଟ୍ ଡାଉନ୍ ୱାନ୍ ଅବଜେକ୍ଟିଭ୍ ଅଫ୍ ଏଥିକ୍ସ ଆଣ୍ଡ ଭ୍ୟାଲୁ ଏଜୁକେସନ୍? ନୈତିକତା ଓ ମୂଲ୍ୟବୋଧ ଶିକ୍ଷାର ଗୋଟିଏ ଉଦ୍ଦେଶ୍ୟ ଲେଖ। ଆନ୍ସର ଇଜ୍ ଦ ସୋଲ୍ ଅବଜେକ୍ଟିଭ୍ ଅଫ୍ ଏଥିକ୍ସ ଆଣ୍ଡ ଭ୍ୟାଲୁ ଏଜୁକେସନ୍ ଆର୍ to develop awareness and sensitivity in the students in relation to their interactions with the society. ସାମାଜିକ ସ୍ତରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତାର ବିକାଶ ଏବଂ ସମ୍ବେଦନଶୀଳତାର ବିକାଶ। କ୍ୱେଶ୍ଚିନ୍ ନମ୍ବର 6, ଡିଫାଇନ୍ ସୋସିଆଲ ପ୍ରୋଗ୍ରେସ୍? ସାମାଜିକ ବିକାଶର ସଂଜ୍ଞା କ'ଣ? ଆନ୍ସର ଇଜ୍ social progress is achieved when it meets the basic human needs of its citizens, allows the members to enhance and sustain the quality of their lives. ସାମାଜିକ ବିକାଶ ସେତେବେଳେ ହୋଇପାରିବ ଯେତେବେଳେ ସମସ୍ତ ନାଗରିକମାନେ ତାଙ୍କର ମୌଳିକ ଆବଶ୍ୟକତା ପାଇବେ ଏବଂ ପ୍ରତ୍ୟେକ ସଦସ୍ୟ ତାଙ୍କର ବଞ୍ଚିବାର ଗୁଣାତ୍ମକ ମାନ ବଢ଼ାଇବେ। କ୍ୱେଶ୍ଚିନ୍ ନମ୍ବର 7, ହାଉ ଇଜ୍
जेंडर इक्वालिटी रिलेटेड टू ह्यूमन डेवलपमेंट। लिंगगत समानता किभली भाବରେ मानव विकास सहित जड़ित। आंसर इज सोसाइटीज with greater gender equality achieve higher levels of social and economic rights for all their members. Hence, gender equality impact human development. ଯେଉଁ ସମାଜରେ ଲିଙ୍ଗଗତ ସମାନତାର ହାର ଯେତେ ଅଧିକ ସେହି ସମାଜର ସାମାଜିକ ଏବଂ ଅର୍ଥନୈତିକ ବିକାଶ ସେତେ ଅଧିକ। ତେଣୁ ଏଇଭଳି ଭାବରେ ଲିଙ୍ଗଗତ ସମାନତା ମାନବ ବିକାଶ ଉପରେ ପ୍ରଭାବ ପକାଏ। କ୍ୱେଶ୍ଚିନ୍ ନମ୍ବର 8 ରାଇଟ୍ ଡାଉନ୍ ଗାନ୍ଧିଜି's statement on women's education। ନାରୀ ଶିକ୍ଷା ଉପରେ ଗାନ୍ଧିଜୀଙ୍କର ବକ୍ତବ୍ୟ ଉଲ୍ଲେଖ କର। ଆନ୍ସର ଇଜ୍ ମହାତ୍ମା ଗାନ୍ଧୀ said if you educate a man you educate an individual but if you educate a woman you educate an entire family। ମହାତ୍ମା ଗାନ୍ଧୀ କହିଥିଲେ ଯଦି ତମେ ଜଣେ ପୁରୁଷକୁ ଶିକ୍ଷିତ କରୁଛ ତେବେ ତମେ ଜଣେ ବ୍ୟକ୍ତି ବିଶେଷକୁ ହିଁ ଶିକ୍ଷିତ କରୁଛ, କିନ୍ତୁ ଯଦି ତମେ ଜଣେ ନାରୀକୁ ଶିକ୍ଷିତ କରୁଛ ତୁମେ ସମୁଦାୟ ପରିବାରକୁ ଶିକ୍ଷିତ କରୁଛ। କ୍ୱେଶ୍ଚିନ୍ ନମ୍ବର 9 ହ୍ୱାଟ୍ ଇଜ୍ ଦ ବେସିକ୍ ମୋଟୋ ଅଫ୍ ସୋସିଆଲ ପ୍ରୋଗ୍ରେସ୍। ସାମାଜିକ ବିକାଶର ମୂଳ ଉଦ୍ଦେଶ୍ୟ କ'ଣ? ଆନ୍ସର ଇଜ୍ ଦ ବେସିକ୍ ମୋଟୋ ଅଫ୍ ସୋସିଆଲ ପ୍ରୋଗ୍ରେସ୍ ଇଜ୍ no one is left behind, that is to create the conditions for all individuals to realize their full potential। ସାମାଜିକ ବିକାଶର ମୂଳ ଲକ୍ଷ୍ୟ ହେଉଛି କେହି ଜଣେ ବି ସାମାଜିକ ବିକାଶରୁ ଯେମିତି ବାଦ ପଡ଼ିବେ ନାହିଁ। ତାର ଅର୍ଥ ପ୍ରତ୍ୟେକ ବ୍ୟକ୍ତି ବିଶେଷ ନିଜ ନିଜର ସାମର୍ଥ୍ୟକୁ ଜାଣିପାରିବେ, ହୃଦୟଙ୍ଗମ କରିପାରିବେ। କ୍ୱେଶ୍ଚିନ୍ ନମ୍ବର 10 ହ୍ୱାଟ୍ ଆର୍ ଦ ଷ୍ଟେଜେସ୍ ଏ ଓମ୍ୟାନ୍ ପାସେସ୍ ଥ୍ରୋ ଇନ୍ ହର୍ ଲାଇଫ୍ ସାଇକେଲ୍। ଜଣେ ନାରୀର ଜୀବନ ଚକ୍ରରେ ଥିବା ବିଭିନ୍ନ ସୋପାନ ଗୁଡ଼ିକ କ'ଣ? ଆନ୍ସର ଇଜ୍ ଦ ଫଲୋଇଂ ଷ୍ଟେଜେସ୍ ଏ ଓମ୍ୟାନ୍ ପାସେସ୍ ଥ୍ରୋ ଇନ୍ ହର୍ ଲାଇଫ୍ ସାଇକେଲ୍। ପ୍ରିନାଟାଲ ଷ୍ଟେଜ୍, ଇନଫାନ୍ସି, ଚାଇଲ୍ଡହୁଡ୍, ଆଡୋଲସେଣ୍ଟ, ରିପ୍ରଡକ୍ଟିଭ୍ ଏଜ୍ ଆଣ୍ଡ ଏଲ୍ଡରଲି ଏଜ୍। ଜଣେ ନାରୀର ଜୀବନ ଚକ୍ରରେ ଥିବା ସୋପାନ ଗୁଡ଼ିକ ହେଲା ପ୍ରସବ ପୂର୍ବ ଅବସ୍ଥା, ଶିଶୁ ଅବସ୍ଥା, ବାଲ୍ୟ ଅବସ୍ଥା, କୈଶୋର ଅବସ୍ଥା, ପ୍ରଜନନ କ୍ଷମତା ଆସିବାର ବୟସ ଏବଂ ବୃଦ୍ଧା ଅବସ୍ଥା। କ୍ୱେଶ୍ଚିନ୍ ନମ୍ବର 11 ମେନସନ୍ ଏନି ଫ୍ୟାକ୍ଟର ଦ୍ୟାଟ୍ ଆମାଉଣ୍ଟ ଟୁ ବ୍ରିଙ୍ଗ ଜେଣ୍ଡର ଇନ୍ଇକ୍ୱାଲିଟି ଇନ୍ ସୋସାଇଟି। ସମାଜରେ ଲିଙ୍ଗଗତ ଅସମାନତା ଆଣୁଥିବା ପାଇଁ କେଉଁ କେଉଁ କାରକ ଗୁଡ଼ିକ ଦାୟୀ ଉଲ୍ଲେଖ କର। ଆନ୍ସର ଇଜ୍ different set of rules, different attitudes and behavior patterns on the basis of sex create gender inequality in society। ଲିଙ୍ଗ ଉପରେ ଆଧାର କରି ବିଭିନ୍ନ ପ୍ରକାରର ନିୟମ, ବିଭିନ୍ନ ପ୍ରକାରର ମନୋବୃତ୍ତି ଏବଂ ବିଭିନ୍ନ ପ୍ରକାରର ଚାଲିଚଳନ ଯାହାକି ସମାଜରେ ଲିଙ୍ଗଗତ ଅସମାନତା ସୃଷ୍ଟି କରୁଛି। Question number 12 write down some desirable gender related values from your study of the model on issues related to women। କିଛି କାମ୍ୟ ଲିଙ୍ଗଗତ ମୂଲ୍ୟବୋଧ ଉଲ୍ଲେଖ କର। ଆନ୍ସର ଇଜ୍ some desirable gender related values are gender justice, gender equality, dignity of women etc। କିଛି କାମ୍ୟ ବା ବାଞ୍ଛନୀୟ ଲିଙ୍ଗଗତ ମୂଲ୍ୟବୋଧ ଗୁଡ଼ିକ ହେଲା ଲିଙ୍ଗଗତ ନ୍ୟାୟ, ଲିଙ୍ଗଗତ ସମାନତା ଏବଂ ନାରୀମାନଙ୍କ ମହତ୍ତ୍ୱତା। କ୍ୱେଶ୍ଚିନ୍ ନମ୍ବର 13 ହ୍ୱାଟ୍ ଇଜ୍ ପ୍ରିନାଟାଲ ସେକ୍ସ ସିଲେକ୍ସନ୍। ପ୍ରସବ ପୂର୍ବରୁ ଲିଙ୍ଗ ଚୟନ କରିବା କ'ଣ?
Answer is detection of sex of a fetus in mother's womb is called prenatal sex selection. In some families, daughters are treated as liabilities while sons as assets. These beliefs encourage parents to opt for prenatal sex selection. ମାତୃଗର୍ଭରେ ଭ୍ରୂଣର ଲିଙ୍ଗ ନିରୂପଣ କରିବା ହେଉଛି ପ୍ରସବ ପୂର୍ବ ଲିଙ୍ଗ ଚୟନ। କିଛି ପରିବାରମାନଙ୍କରେ ଝିଅମାନଙ୍କୁ ବୋଝ ଏବଂ ପୁଅ ବାଳକୁ ସମ୍ପତ୍ତି ବୋଲି ଭାବନ୍ତି। ଏହିଭଳି ଅନ୍ଧବିଶ୍ୱାସ ପିତାମାତାଙ୍କୁ ଜନ୍ମ ପ୍ରସବ ପୂର୍ବରୁ ଲିଙ୍ଗ ଚୟନ ପାଇଁ ଆଗେଇ ନେଇଥାଏ। Question number 14. How does prenatal sex selection affect women? ପ୍ରସବ ପୂର୍ବ ଲିଙ୍ଗ ଚୟନ ନାରୀମାନଙ୍କ ଉପରେ କିପରି ପ୍ରଭାବ ପକାଉଛି? Answer is prenatal sex selection leads parents to kill female fetus in the mother's womb. This violates the right to life of a woman. It results in a declining sex ratio in society. ପ୍ରସବ ପୂର୍ବ ଲିଙ୍ଗ ଚୟନ କରିବା ଦ୍ୱାରା ପିତାମାତାମାନେ ମାତୃଗର୍ଭରେ କନ୍ୟା ଭ୍ରୂଣକୁ ହତ୍ୟା କରୁଛନ୍ତି, ଯାହାକି ନାରୀମାନଙ୍କର ବଞ୍ଚିବାର ଅଧିକାରକୁ ଉଲ୍ଲଂଘନ କରୁଛି। ଏହାଦ୍ୱାରା ସମାଜରେ ଲିଙ୍ଗ ଅନୁପାତରେ କ୍ରମାଗତ ହ୍ରାସ ଦେଖାଯାଉଛି। Question number 15. Define the concept of ପରାୟା ଧନ। ପରାୟା ଧନ କହିଲେ କ'ଣ ବୁଝ? Answer is majority of families believe that a son saves his parents from the hell. Daughters are treated as liabilities while sons are regarded as assets, and daughters are considered paraya dhan, that is property belonging to others. ଅନେକ ପରିବାରରେ ଏହା ବିଶ୍ୱାସ କରାଯାଏ ଯେ ପୁଅଟିଏ ବାପା ମା ମାନଙ୍କୁ ନର୍କରୁ ଉଦ୍ଧାର କରେ। ଝିଅମାନଙ୍କୁ ବୋଝ ଭଳି ବ୍ୟବହାର କରାଯାଏ ଏବଂ ପୁଅମାନଙ୍କୁ ଘରର ବଂଶର ସମ୍ପତ୍ତି ବୋଲି ଭାବନ୍ତି। ତେଣୁ ଝିଅମାନଙ୍କୁ ପରାୟା ଧନ ବୋଲି କୁହାଯାଏ। ତାମାନେ ଝିଅ ଜନ୍ମ ପର ଘରକୁ। Question number 16. Mention the district of Odisha that have low female sex ratio. ଓଡ଼ିଶାର କେଉଁ ଜିଲ୍ଲା ଗୁଡ଼ିକରେ ଲିଙ୍ଗଗତ ଅନୁପାତ ବହୁତ କମ୍? Answer is the district of Odisha that have low female sex ratio are Nayagଡ଼, ଖୋର୍ଦ୍ଧା, ଅନୁଗୁଳ and ଢେଙ୍କାନାଳ। ଓଡ଼ିଶାର ଜିଲ୍ଲାଗୁଡ଼ିକ ଯେଉଁଠି ଲିଙ୍ଗ ଅନୁପାତ ବହୁତ କମ୍ ସେଗୁଡ଼ିକ ହେଲା ନୟାଗଡ଼ 916, ଖୋର୍ଦ୍ଧା 925, ଅନୁଗୁଳ 942 ଏବଂ ଢେଙ୍କାନାଳ 947। Question number 17. What is PCPNDT? Answer is PCPNDT is the Preconception and Prenatal Diagnostic Techniques Act 1994 passed by the Parliament of India to stop female feticides and arrest the declining sex ratio in India. Question number 18. What lesson does the Divan story indicate to you? Divan ଗପରୁ ତୁମେ କ'ଣ ଶିକ୍ଷା ଲାଭ କଲ? Answer is the lesson we got from Divan story is girls are integral part of our society and society cannot survive without them. Divan ଗପରୁ ଆମେ ଏଇଆ ଶିକ୍ଷା ଲାଭ କଲୁ ଯେ ଝିଅମାନେ ହେଉଛନ୍ତି ସମାଜର ଏକ ଅବିଚ୍ଛେଦ୍ୟ ଅଙ୍ଗ ଏବଂ ତାଙ୍କ ବିନା ସମାଜର ଅଗ୍ରଗତି ଅସମ୍ଭବ। Question number 19. Which right of girls is violated when we kill her
as a fetus in the mother's womb. ମାତୃଗର୍ଭରେ ଭ୍ରୂଣ ହତ୍ୟା କଲେ ଆମେ ଗୋଟେ ଝିଅର କେଉଁ ଅଧିକାରକୁ ଉଲ୍ଲଂଘନ କରୁଛୁ? ଆନ୍ସର ଇଜ୍ ଏ ଗାର୍ଲ ହାଜ୍ ଦ ରାଇଟ୍ ଟୁ ଲାଇଫ୍ once she is conceived as a fetus in mother's womb. We have no right to kill her. ଏକ ଝିଅଟିର ବଞ୍ଚିବାର ଅଧିକାର ଅଛି ଯେବେଠୁ ସେ ମାତୃଗର୍ଭରେ ଭ୍ରୂଣ ରୂପରେ ସ୍ଥାନ ପାଇଛି। ଆମର କୌଣସି ଅଧିକାର ନାହିଁ ତାକୁ ହତ୍ୟା କରିବାର। Question number 20. Mention a gender bias you see in your family. ତୁମ ପରିବାରରେ ଲକ୍ଷ୍ୟ କରୁଥିବା ଲିଙ୍ଗଗତ ପକ୍ଷପାତ କିଛି ଉଲ୍ଲେଖ କର। Answer is sons are regarded as more valuable than daughters. A son is given better educational opportunities compared to a girl. ପୁଅମାନଙ୍କୁ ଅଧିକ ମୂଲ୍ୟ ଦିଆଯାଉଛି ଝିଅମାନଙ୍କ ଅପେକ୍ଷା। ଜଣେ ପୁଅକୁ ଭଲ ଶିକ୍ଷାଗତ ସୁବିଧା ଦିଆଯାଉଛି ଗୋଟିଏ ଝିଅ ତୁଳନାରେ। Question number 21. State the ethical concerns you find in gender bias. ଲିଙ୍ଗଗତ ପକ୍ଷପାତ ଦ୍ୱାରା ନୈତିକ ଶିକ୍ଷାର କେଉଁ ଭାଗ ଗୁଡ଼ିକ ପ୍ରଭାବିତ ହେଉଛି? The answer is the ethical concerns we find gender bias are gender equality, development of care and respect for women, social and economic inclusion of women. ଲିଙ୍ଗଗତ ପକ୍ଷପାତ ଦ୍ୱାରା ବାଧାପ୍ରାପ୍ତ ହେଉଥିବା ନୈତିକ ଶିକ୍ଷାର ଅଙ୍ଗଗୁଡ଼ିକ ହେଲା ଲିଙ୍ଗଗତ ସମାନତା, ନାରୀମାନଙ୍କ ପାଇଁ ଯତ୍ନ ଓ ସମ୍ମାନର ବିକାଶ, ନାରୀମାନଙ୍କୁ ସାମାଜିକ ଓ ଅର୍ଥନୈତିକ ସ୍ତରରେ ଅନ୍ତର୍ଭୁକ୍ତ। Question number 22. Suggest a measure that you feel appropriate to change family's attitude towards girls. Answer is differentiating between boys and girls on the basis of education, health, nutrition need to be avoided. ଝିଅ ଏବଂ ପୁଅମାନଙ୍କ ଭିତରେ ଶିକ୍ଷା, ସ୍ୱାସ୍ଥ୍ୟ, ପୋଷଣ ଇତ୍ୟାଦି ଭିତରେ ଥିବା ଦୂରତାକୁ ପରିହାର୍ଯ୍ୟ କରିବା ଆବଶ୍ୟକ। Question number 23. In which year the Maintenance and Welfare of Parents and Senior Citizens Act was passed in India? Answer is in 2007. The Maintenance and Welfare of Parents and Senior Citizens Act was passed in India. Question number 24. Write down the basic rights of daughters need to enjoy in a family according to you. Answer is daughters should enjoy their human rights which include a right to life, education, health, nutrition and recreation. Question number 25. Mention a way in which you can keep your grandparents happy. ତୁମ୍ଭେମାନେ କିଭଳି ଭାବରେ ତୁମର ଜେଜେବାପା ଏବଂ ଜେଜେମା ମାନଙ୍କୁ ଖୁସି ରଖିପାରିବ? Answer is we should keep our grandparents happy through our care and gentle and loving behavior. We need to spend quality time with them. ଆମେ ଆମର ଯତ୍ନ, ସ୍ନେହ ଓ ଭଲ ପାଇବା ଦ୍ୱାରା ଆମର ଜେଜେବାପା ଜେଜେମାମାନଙ୍କୁ ଖୁସି ରଖିପାରିବା। ଆମ୍ଭମାନଙ୍କୁ ତାଙ୍କମାନଙ୍କ ସହିତ କିଛି ଗୁଣାତ୍ମକ ସମୟ ବିତେଇବାକୁ ପଡ଼ିବ। Question number 26. Mention a change in the practice against widows you desire in the society. ସମାଜରେ ବିଧବାମାନଙ୍କ ପ୍ରତି ବ୍ୟବହାରରେ କ'ଣ ପରିବର୍ତ୍ତନ ଦରକାର? Answer is we need to realize that widows are human beings. They need to be given the benefits of social justice, social security and treated with dignity. ଆମ୍ଭମାନଙ୍କୁ ହୃଦୟଙ୍ଗମ କରିବା ଦରକାର କି ବିଧବା ହେଲେ ମଧ୍ୟ
ସେମାନେ ହେଉଛନ୍ତି ମଣିଷ। ସେମାନେ ସବୁ ପ୍ରକାର ସୁବିଧା ଯେପରିକି ସାମାଜିକ ନ୍ୟାୟ, ସାମାଜିକ ନିରାପତ୍ତା ପାଇବା ଦରକାର ଏବଂ ସେମାନେ ଉଚିତ ସମ୍ମାନ ମଧ୍ୟ ପାଇବା ଆବଶ୍ୟକ। କ୍ୱେଶ୍ଚିନ୍ ନମ୍ବର 27 ଇଜ୍ ଜେଣ୍ଡର ବେସ୍ଡ ଡିଭିଜନ ଅଫ୍ ଲେବର ଏ ହେଲ୍ଦି ପ୍ରାକ୍ଟିସ୍? ଆନ୍ସର ଇଜ୍ no, it is not a healthy practice. Gender-based division of labor have no basis and are unfair. ଶ୍ରମକୁ ଆଧାର କରି ଲିଙ୍ଗଗତ ବିଭାଜନ ଏକ ଭଲ ଅଭ୍ୟାସ କି? ନା, ଏହା ଏକ ଭଲ ଅଭ୍ୟାସ ନୁହେଁ। ଲିଙ୍ଗକୁ ଆଧାର କରି ଶ୍ରମକୁ ବିଭାଜନ କରିବା ଗୋଟେ ଅନ୍ୟାୟ ଅଟେ। କ୍ୱେଶ୍ଚିନ୍ ନମ୍ବର 28 Why it is a need to recognize women's domestic labor? Answer is a woman does the bulk of work in the family is never paid. They contribute in household maintenance, agriculture and many fields. So now we have to recognize women's domestic labor. Question number 29 How can we liberate women from their care functions? Answer is all tasks can be performed by boys and girls alike. Boys need to take pride in doing the works that women perform and vice versa. Jobs can be shared in a family by everyone. Question number 30 What do you feel needs priority to provide women a safe workspace? Answer is women's work at home needs to be acknowledged and appreciated. Question number 31 Which function makes women unique? ନାରୀର କେଉଁ କାର୍ଯ୍ୟ ତାହାକୁ ସ୍ୱତନ୍ତ୍ର କରିଥାଏ? Answer is women are performing their domestic works along with work outside home. They are now doubly burdened. This makes women unique. ନାରୀଟିଏ ତାର ଘରର କାମ କରିବା ସହିତ ବାହାରେ ମଧ୍ୟ କାମ କରିଥାଏ। ସେ ଦୁଇଟା କାମ ଏକାବେଳେ ତୁଲେଇ ପାରିଥାଏ। ଏହି କାମଟି ନାରୀକୁ ଏକ ଅଦ୍ୱିତୀୟ ବା ସ୍ୱତନ୍ତ୍ରତାର ପରିଚୟ ଦେଇଥାଏ। କ୍ୱେଶ୍ଚିନ୍ ନମ୍ବର 32 Define gender justice. ଲିଙ୍ଗଗତ ନ୍ୟାୟ କହିଲେ କ'ଣ ବୁଝ? Answer is gender justice imply ending the inequalities between women and men that are produced and reproduced in the family, community and at the workplace. ଲିଙ୍ଗଗତ ନ୍ୟାୟର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପରିବାରରେ, ସମାଜରେ ଏବଂ କର୍ମସ୍ଥଳରେ ଦେଖାଯାଉଥିବା ଲିଙ୍ଗଗତ ଅସମାନତାକୁ ଦୂର କରିବା। କ୍ୱେଶ୍ଚିନ୍ ନମ୍ବର 33 As a child, how can you give justice to your mother's work? Answer is during a celebration, if we share the responsibilities, our mother can also enjoy playing, singing and sitting with us. Our mothers also need recreation, relaxation and rest in normal times and when they feel tired, weak and sick. Question number 34 How can you do away with the culture of violence against women? Answer is freedom should be given in choosing one's partner and consent before marriage are essential for boys and girls. We should create violence-free environment in our family. Question number 35 What was the traditional method of giving consent or exercising choice in marriage among the royal families called? Answer is the traditional method of giving consent or exercising choice in marriage among the royal families called culture of violence. Question number
36. 6. Which article of the Universal Declaration of Human Rights talks about the free and full consent of the intending spouse? Answer is Article 16. 2 of the Universal Declaration of Human Rights talks about the free and full consent of the intending spouse. Question number 37. What is the opposite of consent in marriage? Do you feel it is acceptable to you? Answer is the opposite of free consent in marriage is called forced marriage. It must not be acceptable by us. Question number 38. Spell out a reason for which many Indian families go for marriage without the consent of the girls. Answer is the reasons are the institution of marriage treats a woman as a subsidiary to man. A woman is undervalued in marriage negotiations. Question number 39. How does the UK Home Office report 2017 describe the forced marriage situation of India? Answer is according to the report by the UK Home Office, in 2017, India was among the top 4 countries in forced marriages. Question number 40. How forced marriage is forbidden in the Quran? Answer is the Holy Quran says that Allah forbids a Muslim man to take woman as his wife without her consent. Marriage is invalid without the consent of women in Islam. Question number 41. Which human right does forced marriage or marriage without consent violate? Answer is the right to choose one's life partner is violated in forced marriage or marriage without consent. Question number 42. Mention an act that prevents forced marriage in India. Answer is the Protection of Women from Domestic Violence Act 2005 and Prohibition of Child Marriage Act 2006 try to prevent forced marriages in India. Question number 43. What is honor killing? Answer is many killings takes place when a girl chooses to marry someone of her own choice. This is called as honor killing. Question number 44. In which states of India honor killing is more prevalent? Answer is Punjab and Haryana. Question number 45. Mention a reason for which you feel child marriage is not ethically sound. Answer is the reasons for which child marriage is not ethically sound are: child marriage violates children's right to education and health. It exposes them to high risk of violence. It generates gender inequality. Question number 46. According to you, which articles of the Indian Constitution is violated by the practice of child marriage? Answer is child marriage violates international human rights laws and standards, including Article 16 of 2 of the Universal Declaration of Human Rights. Question number 47. Which gender group becomes a higher victim of marriage without consent? Answer is girls become a higher victim of marriage without consent. Question number 48. Give a reason for which you feel that child marriage is anti-human in character. Answer is the reasons are child marriage is a form of forced marriage.
without the consent of a girl. It exposes them to high risk of violence, exploitation and abuse. Question number 49. Suggest a measure to change a community's attitude to give preference to consent over customary laws. Answer is freedom in choosing one's partner and consent before marriage are essential for both boys and girls. Consent of both boys and girls need to prevail over caste, community and natural norms. Consent before marriage can make union stronger and lasting. Question number 50. State the minimum age of marriage prescribed for boys and girls in India. Before, it was for girls 18 and for boys 21. But now, the minimum age of marriage prescribed for boys and girls in India is 21.